ଆଉ ଦିନ କେଇଟା ପରେ ସୁସ୍ଥ ହୋଇ ଫେରିଥାନ୍ତେ ଘରକୁ, କିନ୍ତୁ ଚାଲିଗଲେ ଆରପାରିକୁ। ଏଭଳି ଦୁଃଖଦ ଘଟଣା ଘଟିଛି କଟକ ବଡ଼ ମେଡିକାଲରେ। ରାତି ପାହିଥିଲେ ଟ୍ରମା କେୟାରରୁ ବାହାରକୁ ଆସିଥାନ୍ତେ। କିଏ ଜାଣିଥିଲା ମେଡିକାଲରେ ଜଗି ବସିଥିଲା ଯମ। ରାତି ପାହିବା ଆଗରୁ ନେଇଗଲା କେତେଜଣ ନିରୀହଙ୍କ ଜୀବନ। ଏସ୍ସିବି ମେଡିକାଲରେ ଅଗ୍ନିକାଣ୍ଡ ନେଇଗଲା ମଧୁ ଦଳାଇଙ୍କ ଜୀବନ। ସୂଚନା ଅନୁସାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏସ୍ସିବି ମେଡିକାଲରେ ହେଉଥିଲେ ଚିକିତ୍ସା। ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍ ଘଟିଲା ଏକ ବଡ଼ ଅଘଟଣ। ଏସ୍ସିବିର ଟ୍ରମା କେୟାରରେ ବିଳମ୍ବିତ ରାତିରେ ହଠାତ୍ ଅଗ୍ନିକାଣ୍ଡ ଘଟି ବହୁ ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନାର ବରହମପୁର ଗ୍ରାମର ମଧୁସୂଦନଙ୍କ ମଧ୍ୟ ଜୀବନ ଯାଇଛି। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ମଧୁସୂଦନଙ୍କ ପରିବାର ଲୋକେ। ମୁଁ ପୁତୁରା ହେବି, ମାନେ ମଧୁସୂଦନ ଦଳାଇଙ୍କର ସାନ ଭାଇର ପୁଅ। ଘଟଣା ମାନେ ସିଏ ଆଜିକି 8-10 ଦିନ ପୂର୍ବରୁ ଆକ୍ସିଡେଣ୍ଟ ହେଇଥିଲେ, ରୋଡ ଆକ୍ସିଡେଣ୍ଟ ହେଇଥିଲେ ଏଇଠି ରୁପ୍ସାରେ NH60 ହେଲା ପରେ ତାଙ୍କୁ ଆମେ କଟକ ନେଇକି ଯାଇଥିଲୁ। ଏସ୍ସିବିରେ ଆଡମିସନ କରିଥିଲୁ। ଆଡମିସନ କଲା ପରେ ଡକ୍ଟର କହିଲେ କି ICUରେ ରଖିବାକୁ ପଡ଼ିବ, ଭେଣ୍ଟିଲେଟର ଅକ୍ସିଜେନରେ ରଖିବାକୁ ପଡ଼ିବ। ରଖିଲା ପରେ ଆଜିକି 10 ଦିନ ହେଇଗଲାନି, ଭଲ ହେଇ ଆସିଥିଲେ। ଆଉ ଡକ୍ଟର କହୁଥିଲେ କି ଆଉ 3-4 ଦିନ ପରେ ଆମେ କାଢ଼ିକି ବେଡ୍କୁ ସିଫ୍ଟ କରିବୁ, ୱାର୍ଡକୁ ସିଫ୍ଟ କରିବୁ ଆଉ। କିନ୍ତୁ କାଲି ରାତିରେ ତ ଆମେ ଶୁଣିବାକୁ ପାଇଲୁ ଏମିତି ରାତି 3ଟାରେ ଯେଉଁ ଏସ୍ସିବିର ICU ଅଛି, ଟ୍ରମା ICU ଭିତରେ ଏମିତି ସର୍ଟ ସର୍କିଟ୍ରେ ନିଆଁ ଲାଗିଛି। ନିଆଁ ଲାଗିଲା ପରେ ଯାଇକି ଆମେ ପୁଣି ଆଉ ଘଣ୍ଟେ ପରେ ଜାଣିବାକୁ ପାଇଲୁ ଯେ ବଡ଼ ବାପା ଯିଏକି ମଧୁସୂଦନ ଦଳାଇ ସେ ଆଉ ନାହାନ୍ତି। ଆଉ ତାଙ୍କ ହାତ ଫାତ ପୋଡ଼ି ଯାଇଥିଲା। ଆଉ 4 ଦିନ ପରେ ବାହାରିଥାନ୍ତେ ସେ ICUରୁ ବାହାରିକି ଘରକୁ ଆସିଥାନ୍ତେ। ଇଞ୍ଜର୍ଡ ମଥାରେ ଆଘାତ ହେଇଥିଲା, ଆଉ କୋଉଠି କିଛି ହେଇନଥିଲା, କେବଳ ମଥାରେ ଆଘାତ ହେଇଥିଲା। ଡକ୍ଟର ସେଇଟାକୁ ବି ମେଡିସିନ ଦ୍ୱାରା ମେଲ୍ଟ କରୁଥିଲେ, ଯେଉଁ ବ୍ଲଡ୍ ଜମାଟ ହେଇଥିଲା ସେ ଭଲ ହେଇ ଆସିଥିଲା, ପ୍ରାୟତଃ 80% ଭଲ ହେଇଯାଇଥିଲା। ଏବେ ଆମେ ଚାହୁଁଛୁ ଯେ ମାନେ ସରକାରଙ୍କର ଏସବୁ ଯେଉଁ କାମ, ଏସ୍ସିବି ଏତେ ବଡ଼ ମେଡିକାଲ, ଗୋଟେ ରାଜ୍ୟର ସବୁଠୁ ବଡ଼ ମେଡିକାଲ ଓଡ଼ିଶାର, ମାନେ ସେଠି ବି ଲୋକ ସୁରକ୍ଷିତ ନୁହନ୍ତି। ଆମେ ଯୋଉଠି ସୁରକ୍ଷିତ ଭାବୁଛୁ ସେଠି ଆମ ବଡ଼ ବାପା ମାନେ ଚାଲିଗଲେ। ସହାୟତା ଆଉ ଘରେ ତ ଏମିତି ମାନେ 2 ପୁଅ, ଆଉ ରୋଜଗାର କରିବାର ଲୋକ ସିଏ ହିଁ ଥିଲେ, ସିଏ ରୋଜଗାର କରୁଥିଲେ। ଏବେ ଆଉ ରୋଜଗାର କରିବ କିଏ? ପିଲାମାନେ ଚଳିବେ କେମିତି? ସ୍ତ୍ରୀ ବି ତାଙ୍କର ଚଳିବେ କେମିତି? ସେଥିପାଇଁ ଆମେ ସରକାରକୁ ବ୍ୟୁରୋ କହୁଛୁ କି ରିପୋର୍ଟ, ଯାହା ସାହାଯ୍ୟ ଲୋକାଲ ଆମକୁ ନ୍ୟୁଜ୍ ଦେବେ 7।